ଜଗନ୍ନାଥଙ୍କ ଗୀତ ସେ ଆଜି ଗାଇ ନାହାନ୍ତି ଏଟା ପ୍ରଭୁ ତାଙ୍କୁ ମାଡ଼ ଦେଲେ ଡେରି ଦେ ହଉଛି ବୋଧେ ପ୍ରଭୁ କିନ୍ତୁ ମାଡ଼ ଦେଲେ। ଜଗନ୍ନାଥଙ୍କର ଗୀତ ଗାଇବି, ତାପରେ ଜିସସଙ୍କର ଗୀତ ଗାଇବି, ତାପରେ ଆଲ୍ଲାଙ୍କର ଗୀତ ଗାଇବି, ତାପରେ ଆଉ କୋଉ କୋଉ ଧର୍ମର ବି ଗୀତ ଗାଇବି ଆଉ ସ୍ୟାଡ୍ ସଙ୍ଗ ବି ଗାଇକି ସାରିବି ଆଜ୍ଞା। ଆରେ ଭାଇ ଫାଷ୍ଟ ଦେଖ ଶୁଣ ଜଗନ୍ନାଥଙ୍କ ଗୀତ ଗାଇଛନ୍ତି କି ନ ଗାଇଛନ୍ତି ତାପରେ ଆସିକି ପ୍ରବଚନ ଦବ ଭଲ ଲାଗିବ। ତାହେଲେ ଗାଇନାହାନ୍ତି ତୁମ କହିବା ହିସାବରେ। ଆଚ୍ଛା ଟିକେ ଦେଖିଲ। କାଳିଆରେ 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 ମନ ଯଦି ତୋର ଥାନ୍ତା ସତିରେ ମୋ ମନ ପାରନ୍ତୁ ବୁଝି। ଶୁଣିଲ ନା ଆଉ ବାକି ଅଛି? ଆଚ୍ଛା ଯଦି ଗୋଟେ ତୁମର ମନ ବିଶ୍ୱାସ ପାଉନି ତାହେଲେ ଆଉ ଗୋଟେ ଗୀତ ଶୁଣିଦିଅ। ଦଣ୍ଡବତ ହେଲି ମୁଁ କାଳିଆ ପାଖରେ ଡରି ଟିକେ ଲାଗି ଯାଉ ମୋ ଜଗା ପାଖରେ। କଣ ହେଲା ଏଟା ବି ଜଗନ୍ନାଥଙ୍କ ଗୀତ ନୁହଁ? ଆଚ୍ଛା ଦିଟା ଗୀତ ତ ଶୁଣିଦେଲ, ଏଟା ଯଦି ବି ନୁହଁ ତାହେଲେ ଆଉ ଗୋଟେ ଗୀତ ମୁଁ ଶୁଣୁଛି, ଶୁଣିଦିଅ ଭଲ ଭାବରେ ଶୁଣିବ ଟିକେ। ନନ୍ଦୀ ଘୋଷରେ ଆସୁଛି ଜଗା ସେ ପରା ଆମ କାଳିଆ ରାଜା ଭକ୍ତଙ୍କ ଡୋରି ଲଗେଇ ପୁରୀ। କଣ ହେଲା ଭାଇ ସବୁ ଶୁଣିଗଲ ତ? ଆଚ୍ଛା ଏବେ କୁହ ଗୋଟେ ଗୀତ ସିନା ଗାଇନାହାନ୍ତି ବୋଲି କହିଲ, ପ୍ରଭୁ ଜଗନ୍ନାଥଙ୍କ ଗୀତ ଗାଇନାହାନ୍ତି। ଏଇ ତିନିଟା ଗୀତ ଶୁଣେଇଲି ତୁମକୁ, ଆଉ କେତେଟା ଶୁଣେଇବି? ଭାଇ ଜଗନ୍ନାଥଙ୍କ ନାଁରେ କିଛି କହିବା ପୂର୍ବରୁ ଟିକେ ଭାବିଚିନ୍ତି କୁହନ୍ତୁ। ସେ ବଞ୍ଚେଇବାର ଠାକୁର, ମାରିଦେବାର ଠାକୁର ନୁହଁ। ତେଣୁ କରିକି ଯାହାର ଯେତେବେଳେ ଆୟୁଷ ପୁରିଲା ସେ ମରିଗଲା। ଫାଷ୍ଟ କହିବା ପୂର୍ବରୁ 100 ଥର ଭାବ, ତାପରେ ଆପ୍ଲିକେସନ ଆଣନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।